ପୂଜା ପର୍ବାଣୀ ହଉ କିମ୍ବା ଘରେ ଏମିତି ଛୋଟ ମୋଟ ଅକେଜନ୍ ଥିଲେ ଘରେ ଯାହା ବି ବନା ହେଉନା କାହିଁକି ଖାଇବା ଶେଷରେ ଯଦି ଟିକେ କ୍ଷୀରି ମିଠା ନ ମିଳେ ତାହେଲେ ଖାଇବାଟା ସତେ ଯେମିତି ଅଧା ଅଧୁରା ଲାଗେ। କିନ୍ତୁ ଆଜିର ଏହି କ୍ଷୀରି ଆମେ ଖାଇବା ଶେଷରେ ନୁହେଁ ଆରମ୍ଭରୁ ପରଷି ଦେବା, ଯାହାକୁ ଆମ ସବୁ ଓଡ଼ିଆଙ୍କର ନିଶ୍ଚୟ ପସନ୍ଦ ଆସିବ। ଏମିତି କଅଁଳିଆ କଅଁଳିଆ ଫୁଲା ଫୁଲା ପୁରୀ ସହିତ ଦାନାଦାର ଗାଜର କ୍ଷୀରି। ପୁରୀ ସାଙ୍ଗରେ କ୍ଷୀରିର କମ୍ବିନେସନରେ କିଛି ଅଲଗା ହିଁ ସ୍ୱାଦ ଆଣିଦେବ। ତେଣୁ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆଜିର ରେସିପି ପସନ୍ଦ ଆସେ ପ୍ଲିଜ୍ ଛୋଟ ଲାଇକ୍ ସହିତ କମେଣ୍ଟ ଆଉ ସେୟାର କରିନେବେ। ଆଉ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଯାହା ବି ମୁଁ ଭିଡ଼ିଓ ଅପଲୋଡ଼ କରିବି ସର୍ବପ୍ରଥମେ ଆପଣମାନେ ଦେଖିପାରିବେ। ଗାଜର କ୍ଷୀରି ପାଇଁ ପ୍ରଥମତଃ ଆମକୁ ଗାଜର ଦରକାର, ଯେଉଁଥିପାଇଁ କି ମୁଁ ଏଠି 250 ଗ୍ରାମ ଗାଜରକୁ ଗ୍ରେଟର ସାହାଯ୍ୟରେ ପ୍ରଥମେ ଗ୍ରେଟ୍ କରି ନେଇଛି। ତାକୁ ପ୍ରଥମେ ଆମେ ଚିପୁଡ଼ିକି ରସକୁ ଅଲଗା କରିନେବା। ଆପଣ ଚାହିଁଲେ 250 ଜାଗାରେ 500 ଗ୍ରାମ ବା ଅଧିକ ପରିମାଣରେ ଗାଜର ନେଇକି କ୍ଷୀରି ବନେଇ ପାରିବେ। ଗାଜରକୁ ଚିପୁଡ଼ିକି ଗାଜରର ପାଣିକୁ ଅଲଗା କରିଦେଲେ ଗାଜର କ୍ଷୀରିଟା ଜଲ୍ଦି ବନିଯିବ ଆଉ ଗାଜର ଭାଜିବା ପାଇଁ ଖୁବ୍ କମ୍ ସମୟ ଲାଗିବ। ସେଥିପାଇଁ ମୁଁ ଗାଜରକୁ ପାଣିକୁ ଅଲଗା କରିନେଲି। ଏଠି ବସେଇଛି ଗୋଟେ କଡ଼େଇ ଗରମ ହେଲା ପରେ ଆମେ ଦେଇଦେବା ଗୋଟେ ବଡ଼ ଚାମଚ ଦେଶୀ ଗୁଆ ଘିଅ। ଆପଣ ଚାହିଁଲେ ଏଠି ୟାକୁ ରିଫାଇନ୍ ତେଲରେ ମଧ୍ୟ ବ୍ୟବହାର କରିକି ବନେଇ ପାରିବେ। ଗୁଆ ଘିଅରେ ବନେଇଲେ ବହୁତ ଟେଷ୍ଟ ଲାଗିବ। ଆପଣମାନେ ଗୁଆ ଘିଅକୁ ମଧ୍ୟ ୟୁଜ୍ କରିପାରିବେ। ତାପରେ କଡ଼େଇରେ ଘିଅ ଗରମ ହେଲା ପରେ ଆମେ ଏଠି କିଛି ଡ୍ରାଏ ଫ୍ରୁଟ୍ସ ଦେବା। ଆପଣ ଚାହିଁଲେ କେବଳ କାଜୁ କିମ୍ବା ଖିସମିସ୍ ଦେଇପାରିବେ। ମୁଁ କେବଳ କାଜୁରେ ଦେଇ ବନାଉଛି, ଅଲଗା ଡ୍ରାଏ ଫ୍ରୁଟ୍ସ ମଧ୍ୟ ବ୍ୟବହାର କରିପାରିବେ। କାଜୁକୁ ଟିକେ ଜଷ୍ଟ ଭାଜିଦେବା ଆଉ କାଜୁ ଭାଜି ସାରିଲା ପରେ ଆମେ ସେଇ ବଳକା ଘିଅରେ ଦେଇଦେବା କିଛି ସୁଜି। ମୁଁ ଏଠି 50 ଗ୍ରାମ ପାଖାପାଖି ନେଇଛି ସୁଜି। ଆପଣ ଚାହିଁଲେ ଗାଜରର ପରିମାଣକୁ ଅଧିକ କରି ସୁଜିର ପରିମାଣକୁ କମ୍ ଦେବେ, ଗାଜର କ୍ଷୀରି ବହୁତ ବଢ଼ିଆ ଲାଗିବ। ଯେହେତୁ ମୋ ପାଖରେ ଗାଜର ପରିମାଣ ଖୁବ୍ କମ୍ ଥିଲା ସେଥିପାଇଁ ମୁଁ 50 ଗ୍ରାମ ସୁଜି ଦେଲି, 5 ଜଣଙ୍କ ପାଇଁ କ୍ଷୀରି ବନେଇଲି। ସୁଜିକି ଏଠି ଆମେ ପୋଡ଼ିବାର ନାହିଁ, ଜଷ୍ଟ ଟିକେ ହାଲକା ଭାଜି ହେଇଗଲା ପରେ ଆମେ ତାକୁ କାଢ଼ି ନେବା। ତାକୁ ରଖିବା ସାଇଡ଼ରେ। ଆମେ ଯିବା ନେକ୍ସଟ ପ୍ରୋସେସକୁ। ସେଥିପାଇଁ କଡ଼େଇରେ ଦେଇଦେବା ଗୋଟେ ବଡ଼ ଚାମଚ ଦେଶୀ ଗୁଆ ଘିଅ। ତାପରେ ଆମେ ଆଗରୁ ରଖିଥିବା ଚିପୁଡ଼ିକି ଗାଜରକୁ ଦେଇଦେବା ଆଉ ତାକୁ କିଛି ସମୟ ଭାଜି ନେବା। ଗାଜରଟା ଶୁଖିବା ପର୍ଯ୍ୟନ୍ତ ଭାଜିବା, ଯାହାଫଳରେ କ୍ଷୀରିଟା ଆମ ଜଲ୍ଦି ସିଝିଯିବ ଆଉ ପରଫେକ୍ଟ ବନିବ। ଆପଣ ଯଦି ଇନଷ୍ଟାଣ୍ଟ ଗାଜର କ୍ଷୀରି ବନେଇବାକୁ ଚାହୁଁଥିବେ, ମାନେ 5 ମିନିଟରେ ଗାଜର କ୍ଷୀରି ବନେଇବାକୁ ଚାହୁଁଥିବେ, ତାହେଲେ ଗାଜରକୁ ଏଇ ଷ୍ଟେଜରେ ଭାଜିକି ପ୍ରେସରରେ 2ଟା ସିଟି ଦେଇକି ସିଝେଇ ଦେବେ, ଯାହାଫଳରେ ଆମର ଗାଜର କ୍ଷୀରି ପୁରା ଜଲ୍ଦି ବନିଯିବ। ତାପରେ ଆମେ ଏଠି 1 ଲିଟର କ୍ଷୀରକୁ ମୁଁ ଫୁଟେଇକି ରଖିଥିଲି, ତାକୁ ଆମେ ଦେଇଦେବା। ଗାଜର ପୁରା ପରଫେକ୍ଟ ଭାଜି ହେଇଗଲା ପରେ ଆମେ এই କ୍ଷୀରକୁ ଆଡ଼୍ କରିବା। ତାପରେ ଆମେ ସେଠି କିଛି ପାଣି ଆଡ଼୍ କରିଦେବା, ଯାହାଫଳରେ ଗାଜର ସିଝିବା ପାଇଁ ଟିକେ ଟାଇମ୍ ଲାଗିବ। ପାଣି ଆଡ଼୍ କରିସାରିଲା ପରେ ଆମର ଟେମ୍ପରେଚର ନର୍ମାଲରେ ରହିବ, ଯାହାଫଳରେ ଆମକୁ ଅମୁଲ ଦେବାର କିଛି ଅସୁବିଧା ହେବନି। ତାପରେ ଆମେ ଏଠି ଚିପୁଡ଼ି ରଖିଥିବା ଗାଜରର ରସକୁ ଦେଇଦେବା ଆଉ 2 ବଡ଼ ଚାମଚ ବା 3 ବଡ଼ ଚାମଚ ଖଣ୍ଡେ ଦେଇଦେବା ଅମୁଲ ଗୁଣ୍ଡ। ଅମୁଲ ଗୁଣ୍ଡ ନଦେଲେ ଆପଣମାନେ କ୍ଷୀରି ବହଳିଆ ବନିବନି, ବହୁତ ଟେଷ୍ଟ ଲାଗିବନି। ତେଣୁ ଅମୁଲ ଗୁଣ୍ଡ ନିଶ୍ଚୟ ଆଡ଼୍ କରିବେ, ବହୁତ ଟେଷ୍ଟ ଲାଗିବ। ତାକୁ ଦେଇକି କଣ୍ଟିନ୍ୟୁଅସଲି ଗୋଳେଇ ନେବା, ନହେଲେ ଯାହାଫଳରେ ଅମୁଲ ଗୁଡ଼ାକ ବିଣ୍ଡା ବାନ୍ଧିଯିବ, ମାନେ ଗେଟା ହେଇଯିବ। ନହେଲେ ଆପଣ ଚାହିଁଲେ ଅମୁଲକୁ ଗୋଳେଇକି ମଧ୍ୟ ଦେଇପାରିବେ। ଆମେ ଏମିତି କଣ୍ଟିନ୍ୟୁଅସଲି ଗୋଳେଇବା, ଯାହାଫଳରେ ଆମର କ୍ଷୀରି ପୁରା ପରଫେକ୍ଟ ବନିବ ଆଉ ଗାଜର ଭଲସେ ସିଝିଯିବ ଆଉ କ୍ଷୀର ଅମୁଲ ପୁରା ମିଶିଯିବ। ଗାଜର ଭଲସେ ସିଝିଗଲା ପରେ ଆମେ ଆଗରୁ ଭାଜିକି ରଖିଥିବା ସୁଜି ଆଉ ଡ୍ରାଇ ଫ୍ରୁଟ୍ସକୁ ଆଡ଼୍ କରିନେବା ଆଉ କଣ୍ଟିନ୍ୟୁଅସଲି ଗୋଳେଇବା, ଯାହାଫଳରେ ଆମର ସୁଜି ମଧ୍ୟ ପରଫେକ୍ଟ ମିଶିଯିବ ଆଉ ଗେଟା ବାନ୍ଧିବନି। ଯେତିକି ମିଠା ଖାଇବାକୁ ପସନ୍ଦ କରୁଥିବେ ସେହି ହିସାବରେ ଚିନିକି ଦେବା ଆଉ ଚିନିକି ବାଲାନ୍ସ କରିବା ପାଇଁ ଏଠି 1/2 ଚାମଚ ଖଣ୍ଡେ ଲୁଣକୁ ଆଡ଼୍ କରିବା। ତା ସହିତ 2-4ଟା ଖଣ୍ଡେ ଗୁଜୁରାତି ଗୁଣ୍ଡକୁ ଦେଇ ଆଉ 1-2 ମିନିଟ୍ ଫୁଟେଇ ନେବା। କ୍ଷୀରି ଭଲସେ ଫୁଟିଗଲା ପରେ ଆମର ଏଠି ସୁପର ଟେଷ୍ଟି ଗାଜର କ୍ଷୀରି ପୁରା ରେଡ଼ି। ଆପଣମାନେ ଥରେ ଏହି ପ୍ରୋସେସରେ ବନେଇକି ଖାଆନ୍ତୁ ଆଉ କେମିତି ଲାଗିଲା ଆଜିର ରେସିପି କମେଣ୍ଟ ସେକ୍ସନରେ ସିଓର ଜଣେଇବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।